ଭାରତରେ ଆଉ ରହିବେନି କେହି ଗରିବ। ଭାରତ ନାଁରେ ଲାଗିଥିବା ଗରିବ ଦେଶର ଟାଗ ଖୁବ୍ ଶୀଘ୍ର ହଟିବାକୁ ଯାଉଛି। ଭାରତ ପାଇବାକୁ ଯାଉଛି ନୂଆ ପରିଚୟ। ଆଉ ମାତ୍ର 4 ବର୍ଷ ଅପେକ୍ଷା, ତାପରେ ବଦଳିଯିବ ଭାରତର ଭାଗ୍ୟ। ଧନୀ ଦେଶ ତାଲିକାରେ ଯୋଡ଼ି ହୋଇଯିବ ଭାରତ। ଭାରତରେ ଆଉ ରହିବେନି କେହି ଗରିବ। ଭାରତର ଅର୍ଥନୀତିକୁ ମିଳିବ ନୂଆ ପରିଚୟ। ଏକ ନୂଆ ମାଇଲଖୁଣ୍ଟ ଛୁଇଁବ ଭାରତର ଅର୍ଥନୀତି ଗ୍ରାଫ। ଭାରତକୁ ଏକ ଗରିବ ଦେଶରୁ ନିମ୍ନ ମଧ୍ୟବିତ୍ତଙ୍କ ଦେଶ ଭାବେ ପରିଚୟ ହାସଲ କରିବାକୁ ଦୀର୍ଘ 6 ଦଶନ୍ଧି ଲାଗିଯାଇଥିଲା। ଏବେ କିନ୍ତୁ ଆଉ ମାତ୍ର 4 ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟବିତ୍ତଙ୍କ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଯାଉଛି। 2030 ସୁଦ୍ଧା ଭାରତ ଉଚ୍ଚ ଆୟକାରୀଙ୍କ ଦେଶରେ ପରିଣତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଭାରତର ସ୍ୱାଧୀନତା ଲାଭ କରିବାର 6 ଦଶନ୍ଧି ପରେ ଭାରତୀୟ ଅର୍ଥନୀତି 2007ରେ $1 ଟ୍ରିଲିୟନ ସ୍ତରକୁ ପହଞ୍ଚିଥିଲା। କିନ୍ତୁ ଏହା ପରଠାରୁ ଅର୍ଥନୀତି ଦୃଢ଼ ଅଭିବୃଦ୍ଧି ପଥରେ ଅଗ୍ରସର ହେବାରୁ ମାତ୍ର 7 ବର୍ଷରେ ଅର୍ଥ 2014ରେ $2 ଟ୍ରିଲିୟନ ଓ 2012ରେ $3 ଟ୍ରିଲିୟନ ପହଞ୍ଚିଥିଲା। ଏବେ 2025ରେ ଏହା $4 ଟ୍ରିଲିୟନ ଅର୍ଥନୀତି ହୋଇଥିବା ବେଳେ ଆଉ 2 ବର୍ଷରେ $5 ଟ୍ରିଲିୟନ ଛୁଇଁବା ଆଶା କରାଯାଉଛି। ସେହିପରି 2009ରେ ଭାରତୀୟଙ୍କ ମୁଣ୍ଡ ପିଛା ଆୟ $1000 ଥିବାବେଳେ 10 ବର୍ଷ ମଧ୍ୟରେ 2019ରେ ତାହା $2000କୁ ବୃଦ୍ଧି ପାଇଛି। 2036 ସୁଦ୍ଧା ମୁଣ୍ଡ ପିଛା ଆୟ $3000 ପହଞ୍ଚିବା ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।